ପଦକ୍ଷେପ ନେଇଛି? ନୂଆପଡ଼ା ଜିଲ୍ଲାରେ ଏବେ ବର୍ତ୍ତମାନ କିଛି ଦିନ ହେଲା ଆମର 42-43 ଡିଗ୍ରୀ ଟେମ୍ପରେଚର ରହୁଛି। ତ ଏଇଟା ଆଜ୍ ପର୍ ଦ ଯେଉଁ ଆମର ଇନଫର୍ମେସନ୍ ଆସିଛି ଏସ୍ଆରସିଙ୍କ ଅଫିସ୍ ତରଫରୁ ସେଟା ଆମକୁ ସବୁବେଳେ ଇନଫର୍ମେସନ୍ ମିଳିଯାଉଛି ଟେମ୍ପରେଚର କେତେ ରହିବ। ତ ବର୍ତ୍ତମାନ ଏବେ ହିଟ୍ ୱେଭ୍ରେ ନୂଆପଡ଼ା ଜିଲ୍ଲାଟା ଅଛି। ତ ସେଥିପାଇଁ ଆମେ ସବୁ ପ୍ରାଇମେରୀ ହେଲ୍ଥ ସେଣ୍ଟର ସବ୍ ସେଣ୍ଟର ଏବଂ ସିଏସ୍ସି ଆଉ ଡିଏଚ୍ଏସ୍ ଲେଭେଲରେ ସେଠି ଆମର ସେପାରେଟ୍ ବେଡ୍ ଆମେ ରଖିଛୁ। ହଂସଘାତ ଯଦି କିଛି କେସ୍ ଆସିଲା ତାକୁ ଆମେ ଇମିଡ଼ିଏଟ୍ ଟ୍ରିଟମେଣ୍ଟ ଆମେ ଜଣାଇ ପାରିବ। ସଫିସିଏଣ୍ଟ ORS ପ୍ୟାକେଟ୍ ଆଉ ସାଲାଇନ୍ ଯେଉଁଟା ବି ଇନଫ୍ୟୁଜନ୍ ପାଇଁ ବ୍ୟବସ୍ଥା ଅଛି। ସବୁ ପ୍ରକାର ଆମର ସେଠି ଆରେଞ୍ଜମେଣ୍ଟ କରାଯାଇଛି। ତା ସହିତ ଯେମିତି ଆମେ କହିଲେ ଲେବର ଡିପାର୍ଟମେଣ୍ଟ ତରଫରୁ ମଧ୍ୟ ଇନଷ୍ଟ୍ରକ୍ସନ୍ ଆସିଥିଲା କୌଣସି ଆଉଟଡୋର୍ ଆକ୍ଟିଭିଟିଜ୍ ଶ୍ରମିକମାନେ କରିବେ ନାହିଁ। ତ ସେଥିରେ ମଧ୍ୟ ଆମେ 11ରୁ 3ଟା ଭିତରେ ଆମର ସେଇଟା ବ୍ୟବସ୍ଥା କରିଛୁ ତାକି କୌଣସି ବାହାରେ ଯଦି କୌଣସି କିଛି କାମ ଚାଲିଥିବ R&B କିମ୍ବା RD ଡିପାର୍ଟମେଣ୍ଟର ସେଇଟା ବି ଆମେ ଇନଷ୍ଟ୍ରକ୍ସନ୍ ଦେଇଛୁ। ଏବେ ବି ଜାଣିଥିବେ ନୂଆପଡ଼ା ଜିଲ୍ଲାରେ ଆମର ପେଡ଼ି ପ୍ରକ୍ୟୁରମେଣ୍ଟ ମଧ୍ୟ ଚାଲିଛି। ତ ପେଡ଼ି ପ୍ରକ୍ୟୁରମେଣ୍ଟରେ ବି ଆମେ ଲୋକମାନଙ୍କୁ ଆମର ଯେତେ ଚାଷୀ ଭାଇମାନଙ୍କୁ ନିବେଦନ କରିଥିଲୁ ଆଉ ଆମର ଯେତେ ପ୍ୟାକ୍ସ ଅଛନ୍ତି କିମ୍ବା SHG ମାନେ ଯେଉଁମାନେ ପ୍ରକ୍ୟୁରମେଣ୍ଟ କରାଉଛନ୍ତି ତାଙ୍କୁ ବି ଇନଷ୍ଟ୍ରକ୍ସନ୍ ଯାଇଛି ସେମାନେ 11ଟା ଭିତରେ ସବୁ ଯାକ ଲିଫ୍ଟିଂଟା କରିଦେଲେ 11ରୁ 3ଟା କୌଣସି ଯେମିତି କାମ ନ ହେବ। ରୁରାଲ୍ ହାର୍ଟ ଏରିଆରେ ବି ଆମର ଯେଉଁ କଂଗ୍ରେଗେସନ୍ ପଏଣ୍ଟ ଅଛି ସେ ପଏଣ୍ଟରେ ବି ଆମର ଡ୍ରିଙ୍କିଂ ୱାଟରର ବ୍ୟବସ୍ଥା ଏବଂ ORS ପ୍ୟାକେଟ୍ସ ମାଧ୍ୟମରେ ଆମେ ସେଠି ଆରେଞ୍ଜମେଣ୍ଟ କରାଯାଇଛି ସବୁ।